ରୁବି କହିବେ, ପଲ୍ଲବୀ, କିଚେନ୍ ଅଲଗା କରିବା ପୂର୍ବରୁ ତୁ ଯଦି ଭାବିଚିନ୍ତି ଏସବୁ କରିଥାନ୍ତୁ ତାହେଲେ ଆଜି ଏ ଦିନ ଦେଖିବାକୁ ପଡ଼ିନଥାନ୍ତା। ତାପରେ ରିମଝିମ୍ କହିବେ, ହଁ, ଆପଣ ବିଲକୁଲ ଠିକ୍ କହିଛନ୍ତି ରୁବି ଆଣ୍ଟି। ଯିଏ କିଚେନ୍ ଅଲଗା କରିବ ସିଏ ଅନ୍ୟ କିଚେନ୍ରୁ ଗୋଟେ ଚାମୁଚ ବି ଆଣିବା ଉଚିତ ନୁହେଁ। ପଲ୍ଲବୀ, ଏତେ ଯଦି ତୋର ଔକାତ ଦେଖେଇବାର ଅଛି ତାହେଲେ ଆଦର୍ଶକୁ କହିଦେ କିଚେନ୍ ପାଇଁ ଯାହା ଯାହା ବାସନକୁସନ ଦରକାର ସେ ସବୁ ନେଇ ଆସିବେ। ତତେ ଆଉ କାହା ଆଗରେ ହାତ ପୋତିବାକୁ ପଡ଼ିବନି। ଏହାପରେ ଗୌରବ ରାଗିକି କହିବେ, ବାସ୍ ରିମଝିମ୍, ବହୁତ ହେଇଗଲା ଏସବୁ। ତମେ ଏସବୁ କରିବା ପାଇଁ ଏଠିକି ଆସିଛ। ଏବେ ତମେ ଆଉ ଏଇଠି ରହିପାରିବନି। ଆଜି ସନ୍ଧ୍ୟାରେ ତମେ ମୋ ସାଙ୍ଗରେ ଘରକୁ ଚାଲିଯିବ। ଏହାପରେ ରିମଝିମ୍ କହିବେ, ନାଇଁ, ମୁଁ ସେଠିକୁ ବିଲକୁଲ ବି ଯିବିନି। ମୁଁ ଏଠିକି ମୋ ନିଜ ଇଚ୍ଛାରେ ଆସିଛି। ବଡ଼ବାପା ମୋତେ ଏଠି ରହିବାକୁ ପରମିଶନ ଦେଇଛନ୍ତି। ତେଣୁ ମୁଁ ଯଦି ଏଠୁ ଯିବି ମୋ ନିଜ ଇଚ୍ଛାରେ ଯିବି, କାହା କଥାରେ ନୁହେଁ। ଏହାପରେ ଗୌରବ ବହୁତ ଜୋରରେ ରାଗିକି ରିମଝିମ୍କୁ ମାରିବାକୁ ହାତ ଉଠେଇଥିବେ ଆଉ ପଲ୍ଲବୀ ନାଇଁ ଭାଇ କହି ଅଟକେଇ ଦେବେ। ତାପରେ ରିମଝିମ୍ କହିବେ, ଦେଖିଲୁ ତ ପଲ୍ଲବୀ, ଏ ଘରେ ଯେତେ ସବୁ ଝଗଡ଼ା ହଉଛି ସେ ସବୁର ମୂଳ କାରଣ ହେଉଛୁ ତୁ। ତୁ ଏ ଘରର ପୁରା ପରିବେଶକୁ ଧ୍ୱଂସ କରି ସାରିଲୁଣି। ଆଦର୍ଶ ଆଉ ବଡ଼ବାପାଙ୍କୁ ବି ବଡ଼ ମାଙ୍କ ଏଗେନ୍ଷ୍ଟରେ ଠିଆ କରି ସାରିଲୁଣି। ଆଉ ଏବେ ମୋ ସ୍ୱାମୀଙ୍କୁ ମୋ ଏଗେନ୍ଷ୍ଟରେ ଠିଆ କରେଇଦେଲୁ। ନିଜକୁ ବଡ଼ ଦେଖେଇବା ପାଇଁ ତୁ ଏତେ ତଳକୁ ଖସି ପାରିଲୁ କେମିତି ପଲ୍ଲବୀ? କେମିତି କରିବୁ ଏତେ ସବୁ ପାପର ପ୍ରାୟଶ୍ଚିତ? କେତେ ଖୁସିରେ ଦିନ ପାଲିଥିଲା, କିନ୍ତୁ ତୋ ଯୋଗୁଁ ପୁରା ମୁଡ୍ ଖରାପ ହେଇଗଲା। ତାପରେ ରୁବି କହିବେ, କାହା ପାଇଁ ତୁ ତୋ ନିଜ ମୁଡ୍ କାହିଁକି ଖରାପ କରୁଛୁ ରିମଝିମ୍? ତତେ ପୁଣି ସାରା ଦିନ ଏନଜିଓର କାମ ସମ୍ଭାଳିବାର ଅଛି। ତାପରେ ରିମଝିମ୍ ରେଡି ହେଇକି ଅଫିସ ବାହାରୁଥିବେ ଆଉ ରୁବି ତାଲି ମାରି ମାରି ଆସିବେ। ଏହାପରେ ରିମଝିମ୍ କହିବେ, ଆପଣ ଏଠିକି କ'ଣ ପାଇଁ ଆସିଛନ୍ତି? ମୋ କଟା ଘାଆରେ ଲୁଣ ଦେବାକୁ ଆସିଛନ୍ତି? ବହୁତ ଖୁସି ଲାଗୁଛି ନା ଆପଣଙ୍କୁ ପଲ୍ଲବୀ ଆଉ ମୋ ଭିତରେ ଝଗଡ଼ା ହେଲା? ଏହାପରେ ରୁବି କହିବେ, ତୁ ମୋ ବିଷୟରେ ଏମିତି ଭାବି ପାରୁଛୁ କେମିତି ରିମଝିମ୍? ମୁଁ ତ ତାଲି ମାରି ମାରି ଏଇଥିପାଇଁ ଆସିଲି କାରଣ ଶେଷରେ ପଲ୍ଲବୀ ବିରୁଦ୍ଧରେ ଠିଆ ହେବା ପାଇଁ ତୁ ସାହସ ଦେଖେଇ ପାରିଲୁ। ଏ ଘରେ ତାକୁ ସମସ୍ତେ ମୁଣ୍ଡରେ ବସେଇ ବୁଲୁଛନ୍ତି ନା, ଆଜି କେହି ତ ଜଣେ ତାକୁ ଔକାତ ଦେଖେଇ ଦେଲା। ଆଉ ଖାସ୍ ସେଇଥିପାଇଁ ତୁ ଯୋଉ ସାହସ ଦେଖେଇଲୁ ସେ କିଛି କମ୍ ନୁହେଁ। ରିମଝିମ୍, ତୁ ହିଁ ହଉଛୁ ଏ ଘରର ବଡ଼ ବୋହୂ। ରିମଝିମ୍, ଆଉ ମାୟା ପାଇଁ ତୁ ହିଁ ପ୍ରକୃତର ଚିନ୍ତା କରୁଛୁ। ମାୟା ଯାହା ରୁଲ୍ ରେଗୁଲେସନ୍ କରିଛି ତାକୁ ତୁ ହିଁ କେବଳ ଠିକ୍ ଠିକ୍ ପାଳନ କରୁଛୁ। ସେଇଥିପାଇଁ ମୁଁ ତତେ କହିବା ପାଇଁ ଆସିଥିଲି କି ମୁଁ ତୋ ସାଇଟ୍ରେ ଅଛି। ଏହାପରେ ରିମଝିମ୍ କହିବେ, ଆଚ୍ଛା, ଆପଣ ହିଁ ସେଇ ଲୋକ ଥିଲେ ରୁବି ଆଣ୍ଟି, ଯିଏ ଆମ ସମସ୍ତଙ୍କୁ ଏ ଘରୁ ବାହାର କରିଥିଲେ। ଆଉ ଏବେ ଆସି ଆପଣ କହୁଛନ୍ତି ଆପଣ ମୋ ସାଇଟ୍ରେ ଅଛନ୍ତି। ଆପଣ ଭାବୁଛନ୍ତି ଆପଣ ଏସବୁ କଥା କହିଲେ ମୁଁ ଆପଣଙ୍କୁ କଥାକୁ ବିଶ୍ୱାସ କରିଯିବି? ଏହାପରେ ରୁବି କହିବେ, ରିମଝିମ୍, ମୁଁ କେବେ ବି ତତେ ସେ କଥା କହୁନି କି କେବେ ବି ତୋ ବିଷୟରେ ସେମିତି ଭାବି ପାରିବିନି। ଆରେ ମୁଁ ବହୁତ ଭଲ ଭାବରେ ଜାଣିଛି ତୁ ବହୁତ ଚାଲାକ ଝିଅ, ଯିଏ ଏ ଘରକୁ ଟିକେ ହ୍ୟାଣ୍ଡେଲ କରିବା ସାଙ୍ଗେ ସାଙ୍ଗେ ଏନଜିଓକୁ ବି ସମ୍ଭାଳୁଛି। ମୁଁ ତତେ କେବେ ଏ ଘରୁ ବାହାର କରିବା ପାଇଁ ଚାହୁଁନଥିଲି। ମୁଁ ତ କେବଳ ତୋ ଶାଶୁକୁ ଘରୁ ବାହାର କରିବା ପାଇଁ ଚାହୁଁଥିଲି। କାରଣ ତୁ ଭଲ ଭାବରେ ଜାଣିଛୁ ମମତା ସବୁବେଳେ କେବଳ ପଲ୍ଲବୀକୁ ସପୋର୍ଟ କରେ, ତତେ କେବେ ସପୋର୍ଟ କରେନି। ମୁଁ ସବୁବେଳେ ତତେ ଭଲ ପାଏ। ରିମଝିମ୍, ଯଦି ସେମିତି ହେଇଥାନ୍ତା ତାହେଲେ ମୁଁ ତତେ ସିକ୍ରେଟଲି ପୁଣି ଥରେ ଆଣି ଏନଜିଓରେ ରଖିଥାନ୍ତି। ଏହାପରେ ରିମଝିମ୍ ମନେ ମନେ କହିବେ, ଆପଣ ସିକ୍ରେଟଲି ଡାକି କାହିଁକି ଏନଜିଓରେ ରଖିଥିଲେ ତାର କାରଣ ମୁଁ ଭଲ ଭାବରେ ଜାଣିଛି ରୁବି ଆଣ୍ଟି। ତ ଦର୍ଶକ ବନ୍ଧୁ, ଆପଣଙ୍କୁ କ'ଣ ଲାଗୁଛି? ଏବେ କ'ଣ ରିମଝିମ୍ ରୁବିଙ୍କ ସହିତ ହାତ ମିଳେଇବେ କି? ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ।